ଏହି ପାଞ୍ଚଟି ରାଶିର ଲୋକେ ପୁରା ଖର୍ଚ୍ଚି ପଇସାକୁ ପାଣି ଭଳି ଉଡ଼ାନ୍ତି। ବନ୍ଧୁଗଣ, ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରତ୍ୟେକ ଲୋକଙ୍କୁ ଅର୍ଥ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ, କିନ୍ତୁ ଅଧିକାଂଶ ଲୋକେ ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି। ଶାସ୍ତ୍ର ଅନୁସାରେ କିଛି ଏଭଳି ରାଶିର ଲୋକେ ଅଛନ୍ତି ଯେଉଁମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏମାନେ ଟଙ୍କା ଖର୍ଚ୍ଚ କରିବା ସମୟରେ କିଛି ମଧ୍ୟ ବିଚାର କରିନଥାନ୍ତି। ତେବେ ଆସନ୍ତୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ରାଶିର ଲୋକଙ୍କ ବିଷୟରେ ଜାଣିବା। ମିଥୁନ ରାଶି। ଏହି ରାଶିର ଲୋକେ ଅନ୍ୟମାନଙ୍କୁ ଦେଖାଇ ହେବା ପାଇଁ ଖର୍ଚ୍ଚ କରିଥାନ୍ତି। ଏମାନେ ସର୍ବଦା ସଫାସୁତୁରା ରହିବାକୁ ପସନ୍ଦ କରିଥାନ୍ତି। ଏହା ସହିତ ଏମାନେ ସର୍ବଦା ନିଜ ସଉକ ପୂରଣ କରିଥାନ୍ତି। ଯଦି କୌଣସି ବ୍ୟବସାୟରେ ଅଧିକ ଆୟ ହୁଏ ତାହେଲେ ଏମାନେ ଏହାକୁ ପ୍ରଦର୍ଶନ କରିଥାନ୍ତି। ଏହି କାରଣ ଯୋଗୁଁ ଏମାନଙ୍କ ପାଖରେ ଯେତେ ଶୀଘ୍ର ଟଙ୍କା ଆସେ ସେହିଭଳି ଭାବରେ ଖୁବ୍ ଶୀଘ୍ର ଟଙ୍କା ସରିଯାଏ। କନ୍ୟା ରାଶି। ଏହି ରାଶିର ଲୋକେ ନିଜ ଜୀବନରେ ବହୁତ ସଉକ କରିଥାନ୍ତି, କିନ୍ତୁ ସର୍ବଦା ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ଉଚିତ, କାରଣ କେହି ଜାଣିନାହାନ୍ତି କେତେବେଳେ କେଉଁ ପରିସ୍ଥିତି ଆସିଥାଏ। କିନ୍ତୁ ଏହି ରାଶିର ଲୋକେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିଥାନ୍ତି ଏବଂ ସମସ୍ୟା ଆସିଲେ ଏମାନେ ହଇରାଣ ହୋଇଥାନ୍ତି। ମକର ରାଶି। ଏହି ରାଶିର ଲୋକେ ନିଜ ଅପେକ୍ଷା ବନ୍ଧୁବାନ୍ଧବ ସମ୍ପର୍କୀୟମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରିଥାନ୍ତି। ଅସହାୟ ଲୋକ ଯଦି ଏମାନଙ୍କୁ ଟଙ୍କା ମାଗେ ତାହେଲେ ଏମାନେ ସିଧାସଳଖ ମନା କରିଦେଇଥାନ୍ତି। ଏମାନଙ୍କଠାରେ ଟଙ୍କା ରୋଜଗାର କରିବାର କ୍ଷମତା ରହିଥାଏ, ତେଣୁ ଏମାନେ ଅଧିକ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଖୁବ୍ ଶୀଘ୍ର ଭରଣ କରିଦେଇଥାନ୍ତି। ବିଛା ରାଶି। ଏହି ରାଶିର ଲୋକେ ନିଜ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ବିଶେଷ କରି ଖାଇବା, ପିନ୍ଧିବା ଓ ଲୁଗାପଟା କିଣାକିଣି କରିବାରେ ଆଗ୍ରହ ରଖିଥାନ୍ତି। ଏମାନେ ନିଜ ଖର୍ଚ୍ଚ ଉପରେ କେବେ ମଧ୍ୟ ହିସାବ ରଖିନଥାନ୍ତି, ତେଣୁ ଏମାନେ ନିଜ ଇଚ୍ଛା ଅନୁସାରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହା ସହିତ ଏମାନଙ୍କର କିଛି ଖାସ୍ ସଉକ ମଧ୍ୟ ରହିଥାଏ। କୁମ୍ଭ ରାଶି। ଏହି ରାଶିର ଲୋକେ ନିର୍ମଳ ହୃଦୟର ହୋଇଥାନ୍ତି। ଏମାନେ ନିଜ ଉପରେ ଟଙ୍କା ଖର୍ଚ୍ଚ କରିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏମାନେ ସର୍ବଦା ନିଜ ବନ୍ଧୁମାନଙ୍କ ସହିତ ମିଶି ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି, କିନ୍ତୁ କଠିନ ପରିସ୍ଥିତି ସମୟରେ ଏମାନେ ସବୁକିଛି ବୁଝାମଣା କରିନିଅନ୍ତି।